ଭୂତ ରାସନ କାର୍ଡ଼ ନାଁରେ କୋଟି କୋଟି ଚାଉଳ। ଦେଖୁନ ଆଜ୍ଞା, ଭୂତମାନଙ୍କର ନାଁରେ ବି ରାସନ କାର୍ଡ଼ ଅଛି। ଯେନ୍କି ମରି ସାରିଛନ୍ ସେମାନଙ୍କର ନାଁରେ ବି ରାସନ କାର୍ଡ଼ ଅଛି। ଆର୍ ଚାଉଳ କେନ୍ତା ଘୋଟାଲା ହେଉଛି ଦେଖନ୍। ଚାଲ ଦେଖ ତାର ଆଗରୁ ଚ୍ୟାନେଲ୍କେ ସବସ୍କ୍ରାଇବ୍ ନାଇଁ କରା ବେଲେ ସବସ୍କ୍ରାଇବ୍ ଟିକେ କରିଦିଅନ୍ ଆଜ୍ଞା। ଚାଲ ଦେଖିବା। ସୂଚନା ଅନୁଯାୟୀ ସରକାର ବଦଳିବା ପରେ ଲକ୍ଷ ଲକ୍ଷ ଭୂତ ରାସନ କାର୍ଡ଼ ରହିଥିବା ସାମ୍ନାକୁ ଆସିଥିଲା। ଏନେଇ ବାରମ୍ବାର ଖବର ପ୍ରସାରଣ କରିଥିଲା ନ୍ୟୁଜ୍। ତାପରେ ଭୂତ ରାସନ କାର୍ଡ଼ ଯାଞ୍ଚ ପାଇଁ ଚାଲିଛି ଇକେୱାଇସି ଅପଡେଟ୍। ଇକେୱାଇସି ଯାଞ୍ଚ ସମୟରେ ଧରାପଡ଼ିଛି ମୃତକଙ୍କ ନାଁରେ କେମିତି ଚାଲିଥିଲା ଚାଉଳ ଲୁଟ୍। ଇକେୱାଇସି ଯାଞ୍ଚ ପ୍ରକ୍ରିୟାରେ ଆଜି ସୁଦ୍ଧା 1,77,068 ଗୋଟି ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ଼ ତଥ୍ୟାବଳୀରୁ ବାଦ୍ ଦିଆଯାଇଛି। ଅର୍ଥାତ୍ ମାସ ମାସ ଧରି ପ୍ରତି ମାସରେ ଏହି ମୃତକଙ୍କ ନାଁରେ ରାସନ ସାମଗ୍ରୀ ଉଠୁଥିଲା। ତେବେ କେବଳ ମୃତକଙ୍କ ନାଁରେ ନୁହେଁ, ପ୍ରାୟ 20 ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ବୋଲି ଗଣମାଧ୍ୟମ ସିଧାସଳଖ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀଙ୍କ ଆକଳନ ସତ ହେଲେ ସାଂଘାତିକ। 20 ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଥିଲେ ମାସକୁ ପ୍ରାୟ 30 କୋଟି ଟଙ୍କାର ଚାଉଳ ହେଉଛି। ମାସ ମାସ ଧରି ଏହା ଚାଲିଥିବାରୁ ଶହ ଶହ କୋଟି ଟଙ୍କା ଚଲୁ ହୋଇଥିବା ସନ୍ଦେହ କରାଯାଉଛି। ପ୍ରଶ୍ନ ଉଠୁଛି, ରାସନ କାର୍ଡ଼ ଘୋଟାଲା ପଛରେ କେଉଁମାନେ ଅଛନ୍ତି? ଏତେ ବଡ଼ କେଲେଙ୍କାରୀ ଚାଲିଥିବା ବେଳେ ପୂର୍ବତନ ଯୋଗାଣ ମନ୍ତ୍ରୀ ଓ ଯୋଗାଣ ବିଭାଗ ଅଧିକାରୀମାନେ କ'ଣ କରୁଥିଲେ? ତେବେ ବର୍ତ୍ତମାନ ସରକାର ଉପରେ ପାଲଟା ଦୋଷ ଲଦିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ। ତେବେ ରାଜ୍ୟର 3,36,35,918 ଜଣଙ୍କ ମଧ୍ୟରୁ ଆଜି ଯାଏଁ 2,69,23,830 ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସରିଛି। ନଭେମ୍ବର ସୁଦ୍ଧା ଯାଞ୍ଚ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଯେମିତି କେହି ବାଦ୍ ନ ପଡ଼ନ୍ତି ସେଥିପାଇଁ ସମୟ ଦିଆଯିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଏବେ ବି 6,19,836 ନୂଆ କାର୍ଡ଼ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି। ଖୁବ୍ ଶୀଘ୍ର ଯୋଗ୍ୟ ଆବେଦନକାରୀଙ୍କୁ ନୂତନ ରାସନ କାର୍ଡ଼ ଯୋଗାଇ ଦିଆଯିବ। ବାହାରେ ରହିଛନ୍ତି ଓ ଇକେୱାଇସି ଅପଡେଟ୍ କରିନାହାନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ।